ସମସ୍ତଙ୍କୁ ପିତୃପକ୍ଷ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଏ ବର୍ଷ 2025ରେ ସେପ୍ଟେମ୍ବର 8 ତାରିଖ ସୋମବାର ଦିନ ପିତୃପକ୍ଷ ଆରମ୍ଭ ହେଉଛି। ଏହି ପିତୃପକ୍ଷରେ ପିତୃପୁରୁଷମାନେ ତାଙ୍କ ପରିବାର ବର୍ଗଙ୍କୁ ଦେଖିବା ପାଇଁ ଭେଟ କରିବା ପାଇଁ ମର୍ତ୍ତ୍ୟପୁରକୁ ଆସିଥାନ୍ତି ଏବଂ ବର୍ଷକୁ ଥରେ ସେ 15 ଦିନ ପାଇଁ ତାଙ୍କ ପରିବାର ସାଙ୍ଗେ ରୁହନ୍ତି ଆଉ ପରିବାର ବର୍ଗଙ୍କୁ ଆଶୀର୍ବାଦ ଦେଇ ମହାଲୟା ଦିନ ଚାଲିଯାଆନ୍ତି। ପ୍ରତିବର୍ଷ ପିତୃପକ୍ଷରେ କୁଆମାନେ ବୈଠକ କରନ୍ତି ଏବଂ ନିର୍ଣ୍ଣୟ କରନ୍ତି କି ଯେଉଁ ଘରେ ମାତା ପିତାଙ୍କୁ ଆଦର ସମ୍ମାନ କରାଯାଏ ନାହିଁ, ଆମେ ସେହି ଘରଠାରୁ ଅନ୍ନ ଦାନ ଗ୍ରହଣ କରିବା ନାହିଁ। ପିତୃପୁରୁଷଙ୍କ କୁଆ ହେଉଛି ମୁଖ୍ୟ। ଯଦି କୁଆ ଘରକୁ ଆସିଲେ ଜାଣିଯିବେ ପିତୃମାନେ ଆମ ଘରକୁ ଆସୁଛନ୍ତି। ପିତୃପୁରୁଷମାନେ କୁଆ ରୂପରେ ଗରିବ ରୂପରେ କେଉଁ ପ୍ରକାରରେ ଆସନ୍ତି କେହି ବି କହିପାରିବେନି। ସେଥିପାଇଁ ଗରିବମାନଙ୍କୁ ପକ୍ଷୀ ଚଢ଼େଇ କୁକୁରମାନଙ୍କୁ ଗାଈମାନଙ୍କୁ ଖାଇବାକୁ ଦିଅନ୍ତୁ। କାହାକୁ ବି ପିତୃପକ୍ଷରେ ଘଉଡ଼ାଇ ଦେବେ ନାହିଁ। ସମସ୍ତଙ୍କୁ ଖାଇବା ପାଇଁ ଦେବେ। ବ୍ରାହ୍ମଣଙ୍କୁ ଅନ୍ନଦାନ ଦେବେ, ବସ୍ତ୍ରଦାନ ଦେବେ। ତାହେଲେ ଯାଇ ପିତୃଲୋକମାନେ ଶାନ୍ତି ପାଇଥାନ୍ତି। ପିତୃପୁରୁଷମାନଙ୍କର ମହତ୍ତ୍ୱ ବହୁତ ଅଛି। ଦୋକାନରେ ଘରେ ଦେଖିବେ ପିତୃପୁରୁଷମାନଙ୍କର ଫଟୋ ଟଙ୍ଗା ଯାଇଥାଏ। କାହିଁକିନା ସେମାନେ ପ୍ରତ୍ୟକ୍ଷ ବିଦ୍ୟମାନ ଥାନ୍ତି। ସେମାନେ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ, କିନ୍ତୁ ସେମାନେ ଆମକୁ ସବୁବେଳେ ଦେଖୁଥାନ୍ତି। ସବୁବେଳେ ସବୁ ପର୍ବରେ ଆମ ସାଙ୍ଗରେ ଥାନ୍ତି। ଦେଖିବେ ପୂଜା କଲା ସମୟରେ ପ୍ରଥମେ ପିତୃପୁରୁଷଙ୍କ ପୂଜା କରାଯାଏ। ପିତୃମାନଙ୍କୁ ଆବାହନ କରାଯାଏ। ବଡ଼ ବଡ଼ ସହରମାନଙ୍କରେ ପିତୃପୁରୁଷଙ୍କ ପାଇଁ ବହୁତ ଆଡ଼ମ୍ବରରେ ପୂଜା କରିଥାନ୍ତି। ଗାଁମାନଙ୍କରେ ଦେଖିବେ କେତେ ସୁନ୍ଦର ପୂଜାବିଧିମାନ ଅନୁଷ୍ଠିତ କରୁଥାନ୍ତି। ଦେଖିବେ ଯଦି ପିତୃମାନଙ୍କୁ ଶ୍ରଦ୍ଧା ଭକ୍ତି ସହିତ ସ୍ମରଣ କରି ତାଙ୍କୁ ଯଦି 15 ଦିନ ପର୍ଯ୍ୟନ୍ତ ବି ପୂଜାବିଧି କରିବେ, ତାଙ୍କୁ ଖାଇବାକୁ ଦେବେ 2 ବେଳା। ଯେମିତି ଆମେ ବଡ଼ମାନଙ୍କୁ ବ୍ୟବହାର ଦେଉ ଠିକ୍ ସେହିପରି କରିବେ। ସେମାନେ ଆମ ପାଖେ ପାଖେ ଥାନ୍ତି। ଆମ ଦୁଃଖ ସୁଖ ସବୁ ବୁଝୁଥାନ୍ତି, କିନ୍ତୁ କହିପାରନ୍ତି ନାହିଁ। ଦେଖିବେ 15 ଦିନ ଭିତରେ ବି କୌଣସି ନା କୌଣସି ରୂପରେ ତମର ସବୁ ମନସ୍କାମନା ପୂରଣ କରିଦେବେ ଯଦି ଶ୍ରଦ୍ଧା ଭକ୍ତି ସହିତ କରିବେ। କେହି ତ କେହି ପିତୃଲୋକମାନେ ସ୍ୱପ୍ନରେ ଆସି ଦେଖା ବି ଦିଅନ୍ତି, ମନସ୍କାମନା ବି ପୂରଣ କରିଦିଅନ୍ତି। କିନ୍ତୁ ଆମେ ପାପୀ ମଣିଷ ସେସବୁ ବୁଝିପାରୁନାହୁଁ। ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ଅଚାନକ ହୁଏ ବା ଅକାଳ ମୃତ୍ୟୁ ହୁଏ, ଯଦି ତାର ଆମେ ବିଧିବିଧାନ ହିସାବରେ ଅନ୍ତିମ ସଂସ୍କାର ସବୁ ତାର ପୂଜାବିଧି ଯଦି ନ କରିବା, ତାହେଲେ ପରିବାରର ଲୋକମାନଙ୍କୁ ପିତୃଦୋଷ ଲାଗିଥାଏ। ଏହି ପିତୃଦୋଷ ବର୍ଷ ବର୍ଷ ଧରି ଲାଗି ରହିଥାଏ। ଘରକୁ ବିପଦ ସବୁ ଆସିଥାଏ। ସେଥିପାଇଁ ପିତୃଲୋକର ଅନ୍ତିମ ସଂସ୍କାର ପୂଜାବିଧି ବହୁତ ଆଡ଼ମ୍ବରରେ କରାଯାଏ। କାହିଁକିନା ପିତୃଲୋକ ଶାନ୍ତି ପାଇଲେ ଆମେ ଖୁସିରେ ରହିବା। ଯଦି ପୂଜାବିଧି ଅନ୍ତିମ ସଂସ୍କାର ଠିକ୍ ହିସାବରେ ନ କରିବା, ତାହେଲେ ପିତୃଙ୍କର ଆତ୍ମା ଅତୃପ୍ତ ହୋଇଥାଏ ଆଉ ପରିବାର ଲୋକଙ୍କୁ ଅସୁବିଧାରେ ପକାଏ। ସେଥିପାଇଁ ତାଙ୍କର ପୂଜାବିଧି ଠିକ୍ ହିସାବରେ କଲେ ସେମାନେ ଶାନ୍ତିରେ ରୁହନ୍ତି, ପିତୃଦୋଷ ଲାଗିନଥାଏ। ଯଦି କରି ନ ପାରିଲେ ଆଡ଼ମ୍ବର ସହିତ ତାଙ୍କର ବିଧିବିଧାନ ହିସାବରେ ପୂଜା, ତାହେଲେ ପିତୃଦୋଷ ଲାଗିଥାଏ। ପିତୃଦୋଷକୁ ବର୍ଷ ବର୍ଷ ଧରି ଝେଲିବାକୁ ପଡ଼ିଥାଏ। ପିତୃଦୋଷର ଲକ୍ଷଣ ହେଉଛି ସନ୍ତାନ ନ ହେବା, ବିକଳାଙ୍ଗ ହୋଇକି ଜନ୍ମ ହେବା, ମନ୍ଦ ବୁଦ୍ଧି, ବୁଦ୍ଧି କମ୍ ହେବା, ଚରିତ୍ରହୀନ ହେବା। କିନ୍ତୁ କେବେ କେବେ ଜନ୍ମ ହୋଇକି ବି ମୃତ୍ୟୁବରଣ କରିଥାଏ। ଏହା ହେଉଛି ପିତୃଦୋଷର ଲକ୍ଷଣ। ଚାକିରି ବ୍ୟବସାୟରେ ହାନି ହେବା,
କେବେ ବି ଉନ୍ନତି କରିପାରିବାନି। ପରିବାରର ଏକତା ନ ହେବା, ଅଶାନ୍ତି ରହିବା ପରିବାରରେ। ସବୁବେଳେ ଦେଖିବେ ପରିବାରରେ କଲହ ଲାଗିଥାଏ, ବ୍ୟବସାୟରେ କ୍ଷତି ହୋଇଥାଏ। ଏସବୁ ହେଉଛି ପିତୃଦୋଷର ଲକ୍ଷଣ। ପରିବାରରେ ରୋଗାକ୍ରାନ୍ତ ହେବେ, ଯେତେ ଚେଷ୍ଟା କଲେ ମଧ୍ୟ ରୋଗ ଭଲ ହେଉନଥିବ। ପରିବାରରେ ଯୁବକ ଯୁବତୀମାନଙ୍କର ବିବାହ ବିଳମ୍ବ ହେବ। ଏହିପରି ଲକ୍ଷଣ ଥିଲେ ଜାଣିଯିବେ କି ପିତୃଦୋଷ ହୋଇଛି। ପରିବାରରେ ଦୁର୍ଘଟଣା ଘଟିବ କି କେହି ଧୋକା ଦେବେ, ଯଦି ମାଙ୍ଗଲିକ କାର୍ଯ୍ୟରେ ଅଶୁଭ ହେବ, ଏସବୁ ହେଉଛି ପିତୃଦୋଷ। ପରିବାରର ସଦସ୍ୟମାନେ ପରିବାରରେ ମନ ମତାନ୍ତର ହେବ, କଳି ଝଗଡ଼ା ହେଉଥିବ, ସବୁବେଳେ ଘରେ ଅସୁବିଧା ଦେଖାଦେବ। ଏସବୁ ହେଉଛି ପିତୃଦୋଷର ଲକ୍ଷଣ ଗୁଡ଼ିକ। ପିତୃଦୋଷର କାରଣ ହେଉଛି ଠିକ୍ ସମୟରେ ପିତୃଲୋକର ଶ୍ରାଦ୍ଧ ନ କରିବା, ପିତୃଲୋକଙ୍କର ଅପମାନ କରିବା, ଧର୍ମ ବିରୁଦ୍ଧ ଆଚରଣ କରିବା, ପିପଲ ଗଛ ବରଗଛକୁ କାଟିବା, ଏସବୁ ହେଉଛି ଖରାପ ଲକ୍ଷଣ ଗୁଡ଼ିକ। ଏପରି ହେଲେ ପିତୃଦୋଷ ଲାଗି ରହିଥାଏ। ଯଦି ପିତୃମାନଙ୍କର ପୂଜା ଠିକ୍ ହିସାବରେ କରିବେ, ଦେଖିବେ ଘରେ କୌଣସି ଅସୁବିଧା ହେବ ନାହିଁ। 15 ଦିନ ପର୍ଯ୍ୟନ୍ତ ଯଦି ପୂଜା କରିଦିଅନ୍ତି, ତାହେଲେ ବର୍ଷ ସାରା ସୁଖରେ ରହିବେ। ସେଥିପାଇଁ ପିତୃଲୋକମାନଙ୍କୁ ସମ୍ମାନ କରନ୍ତୁ। କେବେ ବି ପିତୃଲୋକଙ୍କୁ ଅପମାନ କରନ୍ତୁ ନାହିଁ। 15 ଦିନ ପର୍ଯ୍ୟନ୍ତ ଜାକଜମକରେ ପିତୃଲୋକଙ୍କୁ ସେବା କରନ୍ତୁ। 2 ବେଳା ଖାଇବାକୁ ଦିଅନ୍ତୁ। ଯେମିତି ଆମେ ରହୁ ସେମିତି ତାଙ୍କୁ ବ୍ୟବହାର ଦିଅନ୍ତୁ। ଧୂପ ଦୀପ ଆରତି କରନ୍ତୁ। ଏହିପରି କରି ଦେଖନ୍ତୁ, ଦେଖିବେ ପିତୃଲୋକ ବହୁତ ଖୁସି ହୋଇ ସେ ଆଶୀର୍ବାଦ ଦେଇକି ହିଁ ଯିବେ। ବର୍ଷକ ପରେ ଆପଣମାନଙ୍କୁ ଅନୁଭବ ହୋଇଯିବ ଯେ ଏ ପିତୃଲୋକଙ୍କର ଆଶୀର୍ବାଦ ବୋଲି ନିଜେ ଅନୁମାନ କରିବେ। ବ୍ରାହ୍ମଣ, କୁକୁର, ଗାଈ, ଗରିବମାନଙ୍କୁ ଖାଇବାକୁ ଦିଅନ୍ତୁ। ଏମାନଙ୍କୁ କେବେ ଘଉଡ଼େଇବେ ନାହିଁ କି ଅଇଁଠା ଖାଦ୍ୟ ଖାଇବାକୁ ଦେବେ ନାହିଁ। ଏମାନେ ପିତୃଲୋକର ଅଂଶ ହୋଇ ଆସିଥାନ୍ତି। ବର୍ଷକ ଥରେ ଖାଲି 15 ଦିନ ପୂଜା କରି ଦେଖନ୍ତୁ। ପିତୃମାନଙ୍କୁ ସତ୍ ଚିନ୍ତା ଶ୍ରଦ୍ଧା ଭକ୍ତି ସହିତ ପୂଜା କରି ଦେଖନ୍ତୁ। ଦେଖିବେ କୌଣସି ନିଶ୍ଚୟ ଅନୁଭବ କରିପାରିବେ ଯେ ପିତୃଲୋକ ଆସିଥିଲେ ଏ ବର୍ଷ ବୋଲି ନିଜେ ଅନୁମାନ କରିବେ। ତାହେଲେ ଆଜିର ପିତୃପକ୍ଷର ଭିଡ଼ିଓ ଆପଣମାନଙ୍କୁ ଯଦି ପସନ୍ଦ ଆସିଲା, ତାହେଲେ ସେୟାର କରନ୍ତୁ। ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଆଉ ଆପଣମାନେ ଏହିଭଳି ଭିଡ଼ିଓ ସବୁ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି, ଆଗାମୀ ଏପିସୋଡ଼ରେ ପୁଣି ଏକ ନୂଆ ଭିଡ଼ିଓ ସହିତ